ଟୁନା ବଳ ସେ ଆମ ଗାଁର ସେ ଗୋଟେ ରାଜନୀତି କରୁଛି। ଲେକିନ ତା ନାଁ କିନ୍ତୁ ଟୁନା, ତା ଡାକ ନାଁ ଅଲଗା ନାଁ କଣ ଥିବ ଆମେ କହିପାରିବୁନୁ। ଲେକିନ ଆମ ଗାଁର ଲୋକ ତାକୁ ଜାଣିଛନ୍ତି ଯେ ସିଏ ହେଲା ଟୁନା। ଏଇ ହେଲା କଥା। ସିଏ ବିଜେପି ଦଳର କି କୋଉ ଦଳର ସେଟା ଆମେ କହିପାରିବୁନୁ। ସିଏ ତାର ମିଶିକି କାହାକୁ କିଛି କହିବା ଦରକାର ନାହିଁ। କଲେକ୍ଟର ଅର୍ଡର ଅଛି, କଲେକ୍ଟର ଅର୍ଡର ଯଦି ଆସିଥିଲା ଆମ ଘରଟା ଭାଙ୍ଗିଦେଲ, କଲେକ୍ଟର ଅର୍ଡର ଆଇଥିଲା ଆମକୁ ନୋଟିସ ତ ଦେଇଥାନ୍ତ ନା ନାଇଁ, ମାସକ ଆଗରୁ କି 15 ଦିନ ଆଗରୁ। ସେ ଜିନିଷ ବି ଆମକୁ ଦେଲନି, କିଛି କଲନି। ଆମେ ରାତିରେ ଶୋଇଛୁ, ପିଲା ଛୁଆ କିଏ ସବୁ ଦାଦନ ଖଟିବାକୁ ଯାଇଥିଲେ। ସାର୍ ଏବେ ତ ଗୋଟେ ବାଟରେ ଦେଖେଇଲେ ଟିକେ ଆମର ସବୁ ଟିକେଟ, ପାସପୋର୍ଟ ଟିକେଟ ସବୁ ଦେଖେଇଲୁ, ଟ୍ରେନର ଟିକେଟ। ଆମେ ଆଜି ରାତିରେ ଆସି ଭୋରୁ ଆସି ପହଞ୍ଚିଲୁ ଆପଣଙ୍କୁ ଦେଖେଇଲୁ ସବୁ ପ୍ରମାଣ। ମାନେ ଘରେ କେହି ନଥିବା ଅବସ୍ଥାରେ ରାତି ବିଧବା ମା ଉପରେ ବୋଲଡୋଜର ଚଢଉଛନ୍ତି। ଆଉ କଣ କହିବୁ ସାର୍ ଏଇଭଳିଆ ଅବସ୍ଥାରେ। ସେଇ ଜିନିଷଟା ତମେ ଯଦି ଉଠେଇବାର ଥିଲା କି ଆମ ମାନଙ୍କୁ ଏଇ ଜାଗାରେ ତମେ ମାନେ ଏଇ ଜାଗାରେ ରୁହ, ଏଇ ଜାଗାଟା ଛାଡିଦିଅ। ଆମର ଯୋଉ ବୁଦ୍ଧ ଆସିବେ, ଟୁରିଷ୍ଟ ମାନେ ବୁଦ୍ଧ ତ ଆସିବେ, ସେମାନେ ରହିବେ, ତମେ ଏଇ ଜାଗାରୁ ସେଇ ଜାଗାକୁ ପଳେଇ ଯାଅ। କହିଥିଲେ ଆମେ ଶାନ୍ତିରେ ପଳେଇଥାନ୍ତୁ।